ପୂଜା ପର୍ବରେ ଆମେ ମାନେ ଘରେ କିଛି ସ୍ପେଶିଆଲ ନ ତିଆରି କଲେ ଆମ ମନ ତ ବୁଝି ନଥାଏ। ଆଜି ଯେହେତୁ ଗଣେଶ ଚତୁର୍ଥୀ ତାହେଲେ ଆମେ ଘରେ ବନେଇ ନେବା ମୋଦକ। ମୁଁ ତ ଘରେ ମୋଦକ ବନେଇଥିଲି, ଆପଣମାନଙ୍କ ସହିତ ଚାଲନ୍ତୁ ସେୟାର କରିଦେଉଛି। ମୋଦକ ବନେଇବା ପାଇଁ ମୁଁ ଏଠି ଗୋଟେ ବାଉଲ ବେସନ ନେଇ ବେସନକୁ 2 ରୁ 3 ମିନିଟ୍ ଭଲ ଭାବେ ଭାଜି ସାରିଲା ପରେ ଏଥିରେ 1 କପ୍ ଘିଅ ଆଡ୍ କରି ନେଇଥିଲି। ବେସନ ଆଉ ଘିଅ ଭଲ ଭାବେ ମିକ୍ସ ହେଇ ସାରିଲା ପରେ ଗୋଟେ ବାଉଲ ଚିନି, 4 ରୁ 5ଟି ଗୁଜୁରାତି, 8 ରୁ 10ଟି ଆଲମଣ୍ଡ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ଆଉ ସେଇଟା ଏବେ ଆଡ୍ କରିଦେଉଛି। ଏହାକୁ 2 ରୁ 3 ମିନିଟ୍ ଭଲ ଭାବେ ଭାଜି ସାରିଲା ପରେ ଆମେ ଏଥିରେ ନେକ୍ସଟରେ ଦେବା ମିଲ୍କ ପାଉଡର। ଆପଣମାନେ ଚାହିଁଲେ କ୍ଷୀର ବି ଦେଇପାରିବେ। କ୍ଷୀର ବଦଳରେ ପାଣି ଆଡ୍ କରିଦେଇଥିଲି। ଏବେ ଆମର ମୋଦକ ରେଡି ହେଇଗଲା। ଏହାକୁ ଭଲ ଭାବେ ମିକ୍ସ କରି ନେବା, ଏହାର ଯେମିତି ବବଲ୍ସ ନ ରୁହେ। ଟିକେ ଘିଅ କାଢି ତାକୁ ହାଲକା ହାତରେ ମସାଜ ଦେବା। ହାତରେ ନଟୁ ସେପ୍ କରି ଚାମଚରେ ଏମିତି ଚିହ୍ନ ଦେବା। ଯେହେତୁ ଆମ ପାଖରେ ମୋଦକ ଷ୍ଟାଣ୍ଡ ନାହିଁ, ଆମେ ବିନା ମୋଦକ ଷ୍ଟାଣ୍ଡରେ ବନଉଛେ। ଦେଖନ୍ତୁ ପରଫେକ୍ଟ ହେଇଗଲା ଆମର ମୋଦକ। ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ ଆଉ କମେଣ୍ଟ ମଧ୍ୟ ନିହାତି କରିବେ। ରହିଲେ ଜୟ ଜଗନ୍ନାଥ।